ତ ମାନେ ଏଥର ଯୋଉ ଅବସ୍ଥାରେ ପ୍ରିଲିମ୍ସ ଦବାକୁ ଯାଇଥିଲି ଆପଣ ଜାଣିଥିବେ ଆପଣଙ୍କ କ୍ଲାସ ବି ମୁଁ କରିପାରିନଥିଲି କିଛି ବି ମାନେ ବହୁତ ଆଗରୁ ଛାଡି ଦେଇଥିଲି ହୁଁ ହୁଁ ଇଣ୍ଟରଭ୍ୟୁ ପାଇଁ କିନ୍ତୁ ସିଏ ବି ଗଲା। ତ କିନ୍ତୁ ତା ଯୋଉ ପ୍ରିଭିୟସ ଇୟର ଟା ମାନେ ଆପଣ ତ କିଛି କରୁନଥିଲେ ତ କଣ କରିବି ମୁଁ ଆଉ କଣ ପଢିବି ମାନେ ମତେ କିଏ କହିଦବ ଯେ ମୁଁ କଣ ପଢିବି କିଛି ଇଏ କଲିନି ପଢିଲିନି ମୋ ପାଖରେ ମାନେ ଆମ ଘରର ବି କିଛି କାମ ଥିଲା ତ ମତେ ସେଇଟା ମାନେ ବ୍ୟସ୍ତ ରହିଲି ତ ପଢିବାକୁ ବି ଏତେ ଟାଇମ ହେଲାନି ମୁଁ ଖାଲି ଲକ୍ଷ୍ମୀକାନ୍ତ ଆଉ ଆପଣଙ୍କର ଯୋଉ ସବୁ ନୋଟ ପଲିଟି ନୋଟ ହଉ କି କ୍ଲାସ ର ଯୋଉ ଜିନିଷ ଆମ ଆଗରୁ କରିଥିଲୁ ହୁଁ। ତାକୁ ହିଁ ସବୁ ଦେଖିଦେଇଥିଲି ଆର ବର୍ଷ ଆଉ ଯାଇଥିଲି। ସେଇଟା ହିଁ ଯେ ତମେ ସଙ୍ଗୀତା ୟୁ ଆର୍ କଟଅଫ୍ ବି କ୍ଲିୟର କରିଥିଲେ ଏବେ ଶୁଭଶ୍ରୀ ଯୋଉ କଥା କହୁଥିଲେ ଯେ ଭାବ 23 ରେ ଯୋଉମାନେ ନଟ କି ଶୁଭଶ୍ରୀଙ୍କ କଥା କହୁଛି ମେ ବି ବହୁତ ଜଣ ତମମାନଙ୍କ ଭିତରେ ଥିବା ମଲ୍ଟିପଲ ଟାଇମ କୋଉଠି ହେଇଛି କୋଉଠି ହେଇ ବି ନାହିଁ ରିଜନ ହେଲା ଯେ ଏ ପ୍ରୋସେସ କୁ ବୁଝିବା ଇଜ ମୋର ଇମ୍ପୋର୍ଟାଣ୍ଟ।